ଗାଁ ଗହଳିରେ ମତେ କୁହନ୍ତି ସେ ସାଇଟ୍ ସେକେଣ୍ଡ ସାଇଟ୍ ଭାଇ ତମେ ଯାତ୍ରା କମିଟିରେ ଅଛ ମୁଁ କହିଲି ନାଇଁ ମୁଁ ଯାତ୍ରା କମିଟିରେ ନାହିଁ ନା ମତେ ଲାଗିଲା ତମେ ବୋଧେ ଯାତ୍ରା କମିଟିରେ ଅଛ ଆମର ସିଂହ ବାହିନୀ ପଡିଥିଲା ସେଠି ବି ମାନେ ମେନ୍ ହିରୋଇନ୍ ଯିଏ ପିଙ୍କି ପିଙ୍କି ମ୍ୟାମ୍ ସିଏ ବି କହିଲେ ମାନେ ତାଙ୍କ ହିରୋଙ୍କୁ ବବୁଲ ଭାଇକି ଦେଖେଇଲେ କହିଲେ ଭାଇ ସାଇଟ୍ ଆମେ ଯାତ୍ରା କମିଟି ଇଏ କରିବାକୁ ଆସିଥିଲୁ ବୁକ୍ କରିବାକୁ ଆସିଥିଲୁ ଆପଣ ଅବିକଳ ସାଇଙ୍କ ଭଳି ଦେଖାଯାଉଛନ୍ତି ଆଜ୍ଞା ଆପଣ କ'ଣ ସାଇଙ୍କର କ'ଣ ଫିଲିଂସ୍ ହୁଏ? ସାଇର ଡାଇଲଗ୍ ଗୁରା ମତେ ଭଲ ଲାଗେ ଆଉ ତାକୁ ଦେଖିକି ବି ଯେତେବେଳେ ତୁଳସୀରେ ଦେଖିଥିଲି ତାକୁ ସେ ମତେ ଭଲ ଲାଗିଥିଲା ଗାଁ ଗହଳିରେ ମତେ କୁହନ୍ତି ସେ ସାଇଟ୍ ସେକେଣ୍ଡ ସାଇଟ୍ ମତେ ଛକ ପକରେ ବି ମାନେ ଯୋଉ ବାହାରୁ ଲୋକ ଆସନ୍ତି ରୁହନ୍ତି ଆଉ ଭାଇ ତମେ ଯାତ୍ରା କମିଟିରେ ଅଛ କି ମୁଁ କହିଲି ନାଇଁ ମୁଁ ଯାତ୍ରା କମିଟିରେ ନାହିଁ ନା ମତେ ଲାଗିଲା ତମେ ବୋଧେ ଯାତ୍ରା କମିଟିରେ ଅଛ ମୁଁ କହିଲି ନାଇଁ ନାଇଁ ମୁଁ ଯାତ୍ରା କମିଟିରେ ନାହିଁ ମୁଁ ଆମ ଘର ଏଇଠି ଆଉ ଆପଣ ସାଇଙ୍କ କଥା ସେ କହିଲେ ଆପଣ ସାଇଙ୍କ ଭଳିଆ ଦେଖା ଯାଉଛନ୍ତି ମୁଁ କହିଲି ନାଇଁ ନାଇଁ ଦେଖ କୁହନ୍ତି କିନ୍ତୁ ମୁଁ ଯାତ୍ରା କମିଟିରେ ଇଏରେ ନାହିଁ ଆଉ ବୁଢ଼ାବୁଢ଼ୀ ଗାଁରେ ଆମ ପ୍ରାୟ ସମସ୍ତେ ମତେ ସାଇ ସାଇ ଡାକନ୍ତି ଆଜ୍ଞା ଆପଣ ନାଁଟା ସାଇ ନୁହଁ ନା ନା ଆପଣ ନାଁଟା କ'ଣ? ମୋ ନାଁ ପପୁନ କୁମାର ସାହୁ ପପୁନ ଡାକିବା ଜାଗାରେ ସାଇ ଡାକୁଛନ୍ତି ଆଜ୍ଞା ଆଜ୍ଞା ଭୁଲ ଭଟା ହେଇଯାଉଛି ଆଉ ଆଜ୍ଞା କେତେ ଲୋକ ସେଲ୍ଫି ନେଇକି ସେଲ୍ଫି ତ ମାନେ ଏଇଠି ବର୍ତ୍ତମାନ ପ୍ରାୟ ସମସ୍ତେ ମାନେ ଅନଉଛନ୍ତି ଆମର ସିଂହ ବାହିନୀ ପଡିଥିଲା ସେଠି ବି ମାନେ ମେନ୍ ହିରୋଇନ୍ ଯିଏ ପିଙ୍କି ମ୍ୟାମ୍ ସିଏ ବି କହିଲେ ମାନେ ତାଙ୍କ ହିରୋଙ୍କୁ ବବୁଲ ଭାଇକି ଦେଖେଇଲେ କହିଲେ ଭାଇ ସାଇଟ୍ ମୁଁ ଏଠୁ ଗଲି ମୋ ଭାଇଙ୍କ ସହିତ ଆଠରେ ଗଲି ସେ ଫଟୋ ଉଠେଇଲେ ସେଇଆ କଥା ଦେଖା କଲେ ଆଜ୍ଞା ସାଇ ଭାଇ ବି ଏଇନା ଅନେଇକି ଏମିତି ରହିଲେ ସାଇ ଅନେଇକି ରହିଗଲେ ଆଜ୍ଞା ସାଇ ଭେଟ କଲେ ଆଜ୍ଞା କଲେ ଆଜ୍ଞା ଆଜ୍ଞା କେମିତି ଲାଗିଲା ଭଲ ଲାଗିଲା ସାଇ କ'ଣ କହିଲେ ମାନେ ମୁଁ କହିଲି ଆପଣଙ୍କୁ ଭାଇ ବହୁତ ଥର ମୁଁ ଦେଖିଛି ହେଲା କି ଆପଣଙ୍କ ପାଟି ତୁଳସୀରେ ଆପଣ ଇଏ କରିଥିଲେ ମୁଁ ଯାଇଥିଲି ଏଠୁ ଦେଖିକି ଆସିକି ମତେ ଟିକେ ଭଲ ଲାଗିଲା ଆପଣଙ୍କ ଡାଇଲଗ୍ ଗୁରା ଏଠୁ ଅବିକା ଭାଇକି ଆଜି ରିଏଲରେ ଦେଖିଲି ଆଉ ମତେ ଭଲ ଲାଗିଲା